ନମ୍ବର 1 ବ୍ୟବସାୟରେ ଲଗାଉଥିଲେ ଲାଞ୍ଚ ଟଙ୍କା। ଯାଜପୁର କୁବେର ଜେଇଙ୍କ ଘରେ ରେଡ୍। ସମ୍ପତ୍ତି ଦେଖି ଭିଜିଲାନ୍ସ କାବା। ଜେଇ ବାବୁଙ୍କ ଅମାପ ସମ୍ପତ୍ତି। ବାଲି ଅନ୍ତରରେ ଆଖି କଷିଲା ପରି ଘର। ଘରକୁ ପୁରା ରାଜଉଆସ ପରି ସଜେଇଥିଲେ। ପାଣି ଫ୍ୟାକ୍ଟ୍ରି ଓ କାଠ ବ୍ୟବସାୟ ସହ ରହିଛି ଇଟା କମ୍ପାନୀ। ଯାଜପୁର ଆରଡ଼ି ଡିଭିଜନର କନିଷ୍ଠ ମନ୍ତ୍ରୀ ଭୀମସେନ ମହାରଣାଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ଟିମ୍। ବ୍ୟବସାୟରେ ଲଗାଉଥିଲେ ଲାଞ୍ଚ ଟଙ୍କା। ଲାଞ୍ଚ ଟଙ୍କାରେ ବିରାଟ ସାମ୍ରାଜ୍ୟ ମେଲାଇଥିବା ଭୀମସେନ ଭୁବନେଶ୍ୱର ବାଲିଅନ୍ତା ବେଣ୍ଟପୁର ସ୍ଥିତ ଘରେ ଭିଜିଲାନ୍ସ ଟିମ୍ ମାରାଥନ ରେଡ୍ ପରେ ଏସବୁ କାରନାମା ସାମ୍ନାକୁ ଆସିଛି। ବେଣ୍ଟପୁର ସ୍ଥିତ ଘରୁ ଚଢ଼ାଉ ବେଳେ ଠାବ ହୋଇଛି ପାଣି ଫ୍ୟାକ୍ଟ୍ରି ଓ ପୂର୍ଣ୍ଣଚୋର ଶୋରୁମ୍। ପାଣି କାରନାରେ ସେ 1 କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଥିବା ସୂଚନା ମିଳିଛି। ନମ୍ବର 2 ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର। ବଢ଼ିଲା ଡିଏ। ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଶୁକ୍ରବାର ତ୍ରିପୁରା ବିଧାନସଭାରେ 2025-26 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମାଣିକ ସାହୁ ରାଜ୍ୟରେ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଡିଏକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ତ୍ରିପୁରା ସିଏମ୍ ଗୃହରେ କହିଛନ୍ତି ଯେ ଡିଏକୁ 30%ରୁ 33%କୁ ବୃଦ୍ଧି କରାଯାଇଛି, ଯାହା ଏପ୍ରିଲ 1, 2025ରୁ କାର୍ଯ୍ୟକାରୀ ହେବ। ସେ କହିଛନ୍ତି ଯେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଅତିରିକ୍ତ ଆର୍ଥିକ ବୋଝକୁ ପ୍ରାୟ 300 କୋଟି ଟଙ୍କା ବୃଦ୍ଧି କରିବ। ଏହା ପୂର୍ବରୁ ତ୍ରିପୁରା ଅର୍ଥମନ୍ତ୍ରୀ ପ୍ରଣଜିତ ସିଂ ରୟ ବିଧାନସଭାରେ 32,432.44 କୋଟି ଟଙ୍କା ବଜେଟ୍ ଉପସ୍ଥାପନ କରିଥିଲେ। ନମ୍ବର 3 ଆଇପିଏଲ୍ 2025 13 ସହରରେ ଖେଳାଯିବ 74 ମ୍ୟାଚ୍। ଦେଖନ୍ତୁ କାର୍ଯ୍ୟସୂଚୀ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ଆଇପିଏଲ୍ 2025ର 18ତମ ସିଜନ୍ କାଲିଠାରୁ ଆରମ୍ଭ ହେଲା। ଏହି ସିଜନ୍ରେ ପ୍ରଥମ ମ୍ୟାଚ୍ ଡିଫେକ୍ଟିଂ ଚାମ୍ପିୟନ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଆଇପିଏଲ୍ 2025 ମାର୍ଚ୍ଚ 22ରୁ ଆରମ୍ଭ ହୋଇଛି, ଯେତେବେଳେ ଫାଇନାଲ୍ ମ୍ୟାଚ୍ ମେ 25ରେ ଖେଳାଯିବ। ଆଇପିଏଲ୍ 2025ରେ ମୋଟ 64ଟି ମ୍ୟାଚ୍ ଖେଳାଯିବ। ଲିଗ୍ ପ୍ରିମିୟର 70ଟି ମ୍ୟାଚ୍ ହେବ। ଲିଗ୍ ପର୍ଯ୍ୟାୟରେ ସମସ୍ତ 10ଟି ଦଳ ପ୍ରତ୍ୟେକ 14ଟି ମ୍ୟାଚ୍ ଖେଳିଯିବେ। ଆଇପିଏଲ୍ 2025ର ସମସ୍ତ ମ୍ୟାଚ୍ ମୋଟ 13ଟି ସହରରେ ଖେଳାଯିବ। ଆଇପିଏଲ୍ 2025ର ଲକ୍ଷ୍ନୌ, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ବିଶାଖାପଟ୍ଟନମ, ଗୌହାଟୀ, ବେଙ୍ଗାଲୁରୁ, ନ୍ୟୁ ଚଣ୍ଡିଗଡ଼, ଜୟପୁର, କୋଲକାତା ଏବଂ ଧର୍ମଶାଳାରେ ଖେଳାଯିବ। ନମ୍ବର 4 ବ୍ୟାଟ୍ ନେଇ ପଳାଇଲେ ପାକିସ୍ତାନୀ ଖେଳାଳି। ଟଙ୍କା ମାଗିଲେ ଫୋନ୍ ଉଠାଉନଥିଲେ। ପାକିସ୍ତାନ କ୍ରିକେଟ୍ ଦଳ ଆଜିକାଲି ଖରାପ ପରିସ୍ଥିତିରେ ଅଛି। ଦଳ ଗୋଟିଏ ପରେ ଗୋଟିଏ ବଡ଼ ଟୁର୍ଣ୍ଣାମେଣ୍ଟରେ ପରାଜୟ କାରଣ କରିଛି। ନିଜର ଖରାପ ପ୍ରଦର୍ଶନ ଯୋଗୁଁ ପାକିସ୍ତାନୀ ଦଳ ସାରା ବିଶ୍ୱରେ ନିଜର ଦେଶକୁ ଅପମାନିତ କରିଛି। ଏକ ଦଳର ଜଣେ ଖେଳାଳି ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବହୁତ ଆଶ୍ଚର୍ଯ୍ୟଜନକ। ଏହି ସମ୍ପୂର୍ଣ୍ଣ ଘଟଣାଟି ଗତ ବର୍ଷ ଅନୁଷ୍ଠିତ ଟି-20 ବିଶ୍ୱକପ୍ ସମୟରେ ଘଟିଥିଲା। ପ୍ରକୃତରେ ସୋସିଆଲ ମିଡ଼ିଆରେ ଭାଇରାଲ୍ ଏକ ପୋଷ୍ଟରୁ ଭାଇରାଲ୍ ହେଉଛି। ଦାବି କରାଯାଉଛି, ଏହି ପୋଷ୍ଟଟି ଟି-20 ବିଶ୍ୱକପ୍ ସମୟରେ ଜଣେ ପାକିସ୍ତାନୀ ଖେଳାଳି ଆମେରିକାର ନ୍ୟୁ ସିରିଜ୍ରେ ଏକ ଦୋକାନରୁ 3ଟି ବ୍ୟାଟ୍ କିଣିଥିଲେ। ଦୋକାନୀ ଜଣକ ସ୍ୱତନ୍ତ୍ର ଭାବରେ ବ୍ୟାଟ୍ ଧରି ନ୍ୟୁଜକୁ ଆସିଥିଲେ ଏବଂ ତାଙ୍କୁ 3ଟି ବ୍ୟାଟ୍ ଦେଇଥିଲେ। ନମ୍ବର 5 ମାଆକୁ ପ୍ରେମିକ ସହିତ ଅସମ୍ମତ ଅବସ୍ଥାରେ ଦେଖିଦେଲା 5 ବର୍ଷର ପୁଅ। ଦୁହେଁ ମିଶି ବାଟରୁ ଅଟେଇଦେଲେ କଣ୍ଟା। ପ୍ରେମିକ ସହ ମିଶି 5 ବର୍ଷର ନାବାଳକ ପୁଅର ହତ୍ୟା କଲା ମା। ପ୍ରେମିକ ସହ ମାଆକୁ ଅସଞ୍ଜତ ଅବସ୍ଥାରେ ଦେଖିଦେଇଥିବା ନାବାଳକ ପୁଅ, ସେଥିପାଇଁ ପୁଅର ହତ୍ୟା କରିଦେଲା ମା। ଏହି ମାମଲାରେ ଉତ୍ତରପ୍ରଦେଶ ଆପୋଡ ଜିଲ୍ଲାର ଏକ ଅଦାଲତ ମହିଳା ଏବଂ ତାଙ୍କ ପ୍ରେମିକକୁ ଅଜୀବିତ କାରାଦଣ୍ଡ ଶୁଣାଇଛନ୍ତି। ଖବର ମୁତାବକ ଉତ୍ତରପ୍ରଦେଶର ଆପୋଡ ଜିଲ୍ଲାରେ ମୃତ ନାବାଳକ ନିଜ ମାଆଙ୍କ ମୃତ୍ୟୁ ପରେ ବାପ ଦ୍ୱିତୀୟ ବିବାହ କରିଥିଲେ। ହେଲେ ସାବତ ମାଆର ବାହାଘର ପରେ ବି ପୂର୍ବ ପ୍ରେମିକ ସହ ସମ୍ପର୍କ ଥିଲା। ଘରେ ମହିଳା ଜଣକ ପ୍ରେମିକ ସହିତ ଅସମ୍ମତ ଅବସ୍ଥାରେ ଦେଖିଦେଇଥିଲା ନାବାଳକ ପୁଅ। ଏହି ପରକୀୟ ପ୍ରୀତି ସମ୍ପର୍କରେ ସ୍ୱାମୀକୁ ପୁଅ କହିଦେବାର ଭୟ ଥିଲା। ତେଣୁ ପ୍ରେମିକ ସହ ମିଶି ନାବାଳକ ପୁଅର ତଣ୍ଟି ଚିପି ହତ୍ୟା କରିଥିଲେ ସାବତ ମା। ନମ୍ବର 6 ଟ୍ରମ୍ପ କଲେ ଏତେ ବଡ଼ ଘୋଷଣା। ସୁନିତାଙ୍କ ସହ ସାରା ଦେଶବାସୀ ଖୁସ୍। ସବୁ କହିଲେ ବାଃ ବାଃ। ସୁନିତା ୱିଲିୟମ୍ସ ମହାକାଶରେ 9 ମାସରୁ ଅଧିକ ସମୟ ବିତାଇବା ପରେ ପୃଥିବୀକୁ ଫେରିଛନ୍ତି। ବର୍ତ୍ତମାନ ସେ କିଛି ଦିନ ପାଇଁ ଆମେରିକୀୟ ମହାକାଶ ସଂସ୍ଥା ନାସାରେ ପୁନର୍ବାସ କରୁଛନ୍ତି। ସେ ମାତ୍ର 8 ଦିନ ପାଇଁ ଆନ୍ତର୍ଜାତିକ ମହାକାଶ ଷ୍ଟେସନକୁ ଯାଇଥିଲେ, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାଙ୍କୁ ସେଠାରେ 9 ମାସ ରହିବାକୁ ପଡ଼ିଲା। ଏପରି ପରିସ୍ଥିତିରେ ପ୍ରାୟ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିଲା ଯେ ମହାକାଶରେ ଏତେ ମାସିକ ବିତାଇବା ବଦଳରେ ନାସା ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍ ୱିଲିୟମ୍ସଙ୍କୁ
ଓଭରଟାଇମ୍ ବାବଦକୁ କେତେ ଟଙ୍କା ଦେବେ? ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲିୟମ୍ସଙ୍କ ପରି ମହାକାଶମାନେ ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ସମାନ ଦରମା ପାଆନ୍ତି। ସେମାନେ ସପ୍ତାହରେ 40 ଘଣ୍ଟା କାମ କରନ୍ତି ଓ ଓଭରଟାଇମ୍ ସପ୍ତାହ କିମ୍ବା ଛୁଟି ପାଇଁ ଅତିରିକ୍ତ ଦରମା ପାଆନ୍ତି ନାହିଁ। ନମ୍ବର 7 ରୋଷେଇ ବେଳେ ଗ୍ୟାସ୍ ଲିକ୍ରୁ ଜଳିଗଲେ ମା' ପୁଅ। ବାପା ଥିଲା ଦୋକାନରେ। ପୁଅକୁ ଭୋକ ଲାଗୁଥିଲା। ବୋଉକୁ ମାଗିଥିଲା, ବୋଉ ଖାଇବାକୁ ଦେ। ପୁଅକୁ ଭୋକ ଲାଗୁଛି ବୋଲି ବୋଉ ବି ତରବର ହୋଇ ରୋଷେଇ ଘରକୁ ଯାଇଥିଲା ରୋଷେଇ କରିବାକୁ। ଆଉ ଲାଗି ପଡ଼ିଥିଲା ରୋଷେଇ କାମରେ। ହେଲେ ରୋଷେଇ କରିବା ସମୟରେ ଘଟିଗଲା ଏତେ ବଡ଼ ଅଘଟଣ। ସେ କେବେ ଭାବିନଥିଲା ଯେ ଏତେ ବଡ଼ ବିପଦର ସାମ୍ନା କରିବ ବୋଲି। କିନ୍ତୁ ତାଙ୍କ ସହ ଘଟିଗଲା ଏମିତି କିଛି। ପୁଅ ପାଇଁ ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ୍ ଲିକ୍ରୁ ହୋଇଥିଲା। କିନ୍ତୁ ଏକଥା ଜାଣିନଥିଲେ ମହିଳା ଜଣକ। କେମିତି ଜଣ ତାଙ୍କ ଶାଢ଼ୀରେ ନିଆଁ ଲାଗିଗଲା। ଘରେ ଥିବା ପୁଅ ନିଜ ଆଖି ସାମ୍ନାରେ ମା' ଦେହରେ ଜଳୁଥିବା ନିଆଁକୁ ଦେଖି ବଞ୍ଚାଇବାକୁ ଦୌଡ଼ି ଆସିଥିଲେ। ହେଲେ ସେ ନିଜେ ମଧ୍ୟ ସେ ନିଆଁରେ ଜଳିଗଲା। ଜନ୍ମ କଲା ମା'କୁ ଏମିତି ଜଳୁଥିବାର ଦେଖି କେମିତି ନିଜକୁ ରୋକି ପାରିଥାନ୍ତା ପୁଅ? ନମ୍ବର 8 ପୋଲିସଠାରୁ ବନ୍ଧୁକ ଚୋରାଇ ନେଇଥିବା ସରୋଜ ସାହୁଙ୍କୁ ପଚରାଉଚରା ସହ ବୟାନ ରେକର୍ଡ। ବ୍ରଜଗାରନଗର ଥାନାର କ୍ରାଇମବ୍ରାଞ୍ଚ ଟିମ୍ ପୋଲିସଠାରୁ ବନ୍ଧୁକ ଚୋରାଇ ନେଇଥିବା ଯୁବକ ବୟାନ ରେକର୍ଡ। ନବ ଦାସ ହତ୍ୟାକାଣ୍ଡ ଦିନ ଉତ୍କଳୀନ ଆଇଆଇସିଙ୍କ ଠାରୁ ବନ୍ଧୁକ ଚୋରାଇ ନେଇଥିବା ଯୁବକ ସରୋଜ ସାହୁଙ୍କୁ ପଚରାଉଚରା ସହ ତାଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚର 2 ଜଣିଆ ଟିମ୍। ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲା ସରୋଜ ସାହା। ଘଟଣା ସମ୍ପର୍କରେ ସରୋଜଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ। ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି। କ୍ରାଇମବ୍ରାଞ୍ଚ ଜେରା ବେଳେ ସବୁ ଦିଗକୁ ନେଇ ପୂର୍ଣ୍ଣତନ ଚଳାଇଛି। ପୂର୍ବ ଘଟଣାରେ ସମ୍ପୃକ୍ତ ପୂର୍ବତନ ସିଡିଏମ୍ଟି ଷ୍ଟାଫ୍ ନର୍ସ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ। କେବଳ ସେତିକି ନୁହେଁ, ନବ ଦାସଙ୍କ ପରିବାରରେ ମଧ୍ୟ ବୟାନ ରେକର୍ଡ କରାଯାଇଛି। ନମ୍ବର 9 ମୋଦିଙ୍କୁ କଲା ଚ୍ୟାଲେଞ୍ଜ ଦେଲେ ନବୀନ। ଆଉ କିଛି ସମୟ ପରେ ବଡ଼ ଘୋଷଣା। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦ୍ରାବିଡ଼ ମୁନେତ୍ର କାଝଗାମ ସଭାପତି ଏମ୍.କେ. ଷ୍ଟାଲିନ୍ଙ୍କ ନେତୃତ୍ୱରେ ସୀମା ନିର୍ଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟିର ପ୍ରଥମ ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଅଧ୍ୟକ୍ଷତା କରି ଏମ୍.କେ. ଷ୍ଟାଲିନ୍ କହିଛନ୍ତି ଯେ ନିରପେକ୍ଷ ସୀମା ନିର୍ଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟି ବୈଠକରେ ଆମ ସହିତ ଯୋଗ ଦେଇଥିବା ରେଳର କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ପଞ୍ଜାବର ନେତାମାନଙ୍କୁ ମୁଁ ହୃଦୟର ସହିତ ସ୍ୱାଗତ କରୁଛି। ଆମେ ସୀମା ନିର୍ଦ୍ଧାରଣ ବିରୋଧରେ ନୁହଁ। ଆମ ନିରପେକ୍ଷ ସୀମା ନିର୍ଦ୍ଧାରଣ ସପକ୍ଷରେ କର୍ତ୍ତୃପକ୍ଷ ପ୍ରତିଷ୍ଠା ପାଇଁ ନିରନ୍ତର ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନମ୍ବର 10 ସାମ୍ନାକୁ ଆସିଲା ନବ ଦାସଙ୍କ ହତ୍ୟା ମାମଲା ସାଂଘାତିକ ସତ। କ୍ରାଇମବ୍ରାଞ୍ଚ ଜେରା ବେଳେ ସାମ୍ନାକୁ ଆସିଲା ସାଂଘାତିକ ସତ। ନବ ଦାସ ହତ୍ୟାର ମାମଲା କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି। ହସ୍ପିଟାଲରୁ କେମିତି ରିସିଭ୍ ରିପୋର୍ଟ ଗାୟବ ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ। ଲଗାତାର 4 ଦିନ ହେବ କ୍ରାଇମବ୍ରାଞ୍ଚ ଟିମ୍ ଖୋଜାତାକ କରିଛି। ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟ ଓ ବିମାନ ବନ୍ଦରରେ ପହଞ୍ଚି ତଦନ୍ତ କରିଛି। ଗୁଳି ବାଜିବା ପରେ ଝାରସୁଗୁଡ଼ାରେ ନବ ଦାସଙ୍କ ଇସିଜି କରିଥିବା ରେଡିଓଗ୍ରାଫର ସସ୍ମିତା ବାବୁଙ୍କ 3 ଘଣ୍ଟା ଜେରା କରିଛି। ନବ ଦାସଙ୍କ ଇସିଜି ରିପୋର୍ଟ ନାହିଁ ବୋଲି ସସ୍ମିତା କହିଛନ୍ତି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ଅଧିକାରୀ। ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସରକାର ଶାନ୍ତି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚ ନବଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା। ପରେ ହସ୍ପିଟାଲ, ବିମାନ ବନ୍ଦରରେ ଓ କ୍ରାଇମବ୍ରାଞ୍ଚକୁ ଯାଇ ପଚରାଉଚରା କରିଥିବା ସହ ତଦନ୍ତ ଆଗକୁ ବଢ଼ାଯାଇଛି। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ ନିଶ୍ଚିତ ଭାବରେ କରିଦେବେ।